आजिका डेट्रे कौन भली राशन कार्डर जरूरी बढ़ी आपण मैंने तो जानी आउ राशन कार्ड पर बहुत बड़ गोटे अपडेट आसी जो जोटा आपण मैंने जो राशन कार्ड अच्छी तो आपण मैंने देखो आज आपण पाखे राशन ड्राइविंग लाइसेंस, आधार कार्ड, पैन कार्ड, पासपोर्ट यही समस्त डॉक्यूमेंट लोकों ପାଇଁ ଅତ୍ୟନ୍ତ ଉପଯୋଗୀ। ଏଗୁଡ଼ିକ ବିନା ଆପଣଙ୍କ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଅଟକି ଯାଇପାରେ। କିନ୍ତୁ ଜାଣିଛନ୍ତି ଆଉ ଗୋଟିଏ କାର୍ଡ଼ ଅଛି ଯାହା ଆପଣଙ୍କ ସରକାରୀ ଯୋଜନା ଲାଭ ପାଇବା ସାହାଯ୍ୟ କରିବ। ଯଦି ଆପଣ ସରକାରଙ୍କ କୌଣସି ଖାଦ୍ୟ ଯୋଜନାରେ ଲାଭ ଉଠାଇବାକୁ ଚାହୁଁଛନ୍ତି ତେବେ ଏଥିପାଇଁ ଏକ ରାସନ କାର୍ଡ଼ ଆବଶ୍ୟକ। ସେହି କାର୍ଡ଼ ବିନା ଆପଣ ସେହି ଯୋଜନା ଲାଭ ପାଇବେ ନାହିଁ। ଗୋଟିଏ ରାସନ କାର୍ଡ଼ ପାଇବାକୁ ହେଲେ ଆପଣ ଏକ ପ୍ରକ୍ରିୟା ଦେଇ ଗତି କରିବାକୁ ପଡ଼ିବ। ଏହାକୁ ସମାପ୍ତ କରିବା ପରେ ହିଁ ଆପଣ ରାସନ କାର୍ଡ଼ ପାଇବେ। ଅନଲାଇନରେ ରାସନ କାର୍ଡ଼ ପାଇଁ ଆପ୍ଲାଏ ମଧ୍ୟ କରିପାରିବେ। ଅନଲାଇନ୍ ରାସନ କାର୍ଡ଼ ପାଇବାକୁ ଯେଉଁଠାରେ ଆପଣ ରହୁଛନ୍ତି ଆପଣଙ୍କୁ ସେହି ରାଜ୍ୟର ଖାଦ୍ୟ ବିଭାଗ ସାଇଟ୍ ପରିଦର୍ଶନ କରିବାକୁ ଆବେଦନ କରିବାକୁ ପଡ଼ିବ। ଯଦି ଆପଣ ଓଡ଼ିଶାରେ ରହୁଛନ୍ତି ତେବେ ଆପଣ ଏହି ସାଇଟ୍କୁ ଯାଆନ୍ତୁ fcsodisha.gov.in କୁ ଯାଆନ୍ତୁ ମାଧ୍ୟମରେ ରାସନ କାର୍ଡ଼ ପାଇଁ ଆବେଦନ କରିପାରିବେ। ରାସନ କାର୍ଡ଼ ପାଇଁ ଆବେଦନ କରିବା ପରେ ସମଗ୍ର ପ୍ରକ୍ରିୟା 30 ଦିନ ଲାଗିଥାଏ। ଏହି ଅବଧି ମଧ୍ୟରେ ଡକୁମେଣ୍ଟ ଯାଞ୍ଚ କରିବା ପରେ ଯଦି ସବୁ କିଛି ସଠିକ୍ ଥାଏ ତେବେ 45 ଦିନ ମଧ୍ୟରେ ଆପଣଙ୍କର ରାସନ କାର୍ଡ଼ ମିଳିଯିବ। କୌଣସି କାରଣବଶତଃ ସାଇଟ୍ ଖୋଲୁନାହିଁ ତେବେ ଚିନ୍ତା କରିବାର ଆବଶ୍ୟକ ନାହିଁ। ଆପଣ ଅଫଲାଇନ୍ ମଧ୍ୟ ରାସନ କାର୍ଡ଼ ପାଇଁ ଆବେଦନ କରିପାରିବେ। ଯଦି ଆପଣ ଚାହାନ୍ତି ଆପଣଙ୍କ ନିଜ ଅଞ୍ଚଳରେ ସରକାରୀ ଖାଦ୍ୟ ବିଭାଗ ଯାଇ ଏକ ରାସନ କାର୍ଡ଼ ତିଆରି ପାଇଁ ଆବେଦନ କରିପାରିବେ। ତଥାପି ଏହି ପ୍ରକ୍ରିୟା ବହୁତ ସମୟ ନେଇପାରେ। ଯଦି ଆବେଦନ ପ୍ରକ୍ରିୟା ଅନଲାଇନ୍ ଉପଲବ୍ଧ ହେଉନାହିଁ ଆବେଦନକାରୀ ମାନେ ରାସନ କାର୍ଡ଼ ପାଇଁ ଆବେଦନ କରିବାକୁ ଏବଂ ଆବେଦନ ପତ୍ର ଦାଖଲ କରିବାକୁ ଅଫିସିଆଲ TSO କିମ୍ବା DFOଙ୍କ କାର୍ଯ୍ୟାଳୟକୁ ଯିବାକୁ ପଡ଼ିବ।